नमस्कार। निफ्टी रो डेली एनालिसिस वीडियो को आपन को स्वागत। आज एनालिसिस करिया पूर्व आम चलन देखि नवा काली रो एनालिसिस आम पई आज केमिति कटिला। तो काली रो एनालिसिस वीडियो रे मु दुईटा कथा कहिथिली। ए जो गैप थिला एठी, ए गैप रो जो लाइन थिला लास्ट 1 2 3 4 ए 4 दिन भितरे कोनोसी गोटे भी कैंडल या ऊपर भलो भाबरे क्लोज देई नथिला। किंतु कालीर गत कालीर कैंडल या उपरକୁ ଆସିକି ଆମକୁ ଦର୍ଶାଇଲା ଯେ କୋଉଠି ନା କୋଉଠି ବାୟର୍ସ ଅଛନ୍ତି ମାର୍କେଟରେ। ତ କିନ୍ତୁ ସେମାନେ ସଷ୍ଟେନ କରିପାରି ନଥିଲେ ଆଉ ଯାଇକି ସିଏ ଗତ କାଲି କଣ କରିଥିଲା ୟା ତଳେ କ୍ଲୋଜ ଦେଇଥିଲା ଏଇ କ୍ୟାଣ୍ଡେଲଟା। ତେଣୁ ଆମେ କଣ କଲେ ନା ଗତ କାଲିର ହାଇ କୁ ମାର୍କ କରିକି ରଖିଥିଲେ। ଆମର ପ୍ଲାନ୍ ଥିଲା ଯେ ଗତ କାଲିର ହାଇ ଯଦି ବ୍ରେକଆଉଟ ହୁଏ ତାପରେ ରିଟ୍ରେସମେଣ୍ଟ ହୁଏ ତା ଉପରେ କିଛି ବୁଲିଶ ପ୍ୟାଟର୍ନରେ ଆମେ ଉପର ପାଇଁ ଟ୍ରେଡ କରିବା। ଆମ ପ୍ଲାନ୍ ସିମ୍ପଲ ଥିଲା। ଆମେ ଚାଲନ୍ତୁ ଦେଖିବା ଯେ ଆଜି କେମିତି ସେ ଟ୍ରେଡ ବନିଲା। ତ ପ୍ରଥମ କଥା ହେଲା ମୁଁ ଯେ ଆପଣଙ୍କୁ ସର୍ଟ ଟାଇମ ଫ୍ରେମ ରେ ନେଇକି ଦେଖେଇବାକୁ ଚାହୁଁଛି ଯେ ଆଜିର ଟ୍ରେଡ କେମିତି କଟିଥିଲା। ପ୍ରଥମେ ତା ପୂର୍ବରୁ ଥରେ ଦେଖି ନିଅନ୍ତୁ ଯେ ଆଜି ମାର୍କେଟ କୋଉଠି ଖୋଲିଲା ଆଉ କେମିତି ମୁଭ୍ ହେଲା। ଯଦି ଆପଣ ଭଲରେ ଦେଖିବେ ଏଇଠି ଆପଣ ଦେଖନ୍ତୁ ଆଜିର ମାର୍କେଟ ଏଇଠି ଖୋଲିଲା ମାନେ ସାଇଡୱେଜ ଖୋଲିଲା। ଏଇଟା ଗତକାଲିର ଥିଲା, ଏଇଟା ଗତକାଲିର ହାଇ ଥିଲା। ଗତକାଲିର ହାଇରୁ ଏଇଠି ଧରି ନିଅନ୍ତୁ ଏଇଟା ହେଲା ପ୍ରଥମ ଟଚ୍, ଏଇଟା ଦ୍ୱିତୀୟ ଟଚ୍, ଏଇଟା ତୃତୀୟ ଟଚ୍। ଏ ତୃତୀୟ ଟଚ୍ ପରେ ଆଜି ଯୋଉ ଖୋଲିଲା ଚତୁର୍ଥ ଥର ଯେତେବେଳେ ଏହାକୁ ସେ ଗଲା ଏଇ ଟ୍ରେଣ୍ଡ ଲାଇନ କୁ ଟେଷ୍ଟ କରିବା ପାଇଁ ବ୍ରେକଆଉଟ କରିକି ଉପରେ କ୍ଲୋଜ ଦେଇଦେଲା। ତା ମାନେ ଆମେ ବୁଝିଗଲେ ଯେ ପ୍ରଥମ 1 ମିନିଟ କ୍ୟାଣ୍ଡେଲ ରୁ ଯେ ଆଜି ମାର୍କେଟ ବୁଲିଶ ବୋଧେ ରହିପାରେ। ଟାର୍ଗେଟ ତାହେଲେ କିଏ ନା ଗତକାଲିର ହାଇ। ଦେଖନ୍ତୁ ସିଧା ସିଧା ସେ ଚାଲିଲା ଗୋଟେ ଗ୍ରୀନ 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 କଲର ବନେଇକି ସିଧା ପଳେଇଲା ଗତକାଲିର ହାଇ ଯାଏ। ସେଇଠୁ କଣ ହେଲା ଗୋଟେ ଥର ଟିକେ ତଳକୁ ଆସିଲା, ପୁଣି ଆଉଥରେ ଗଲା ରିଟେଷ୍ଟ କରିବା ପାଇଁ, ତା ଉପରକୁ ହାଇ ମାରିଲା କିନ୍ତୁ ସଷ୍ଟେନ କଲାନି, ତଳକୁ ପଳେଇଲା ଆଉ ଏଇଠି ଏଇ ଯାଏ ସେ ତଳକୁ ଖସି ଆସିଲା। ତାପରେ ପୁଣି କଣ କଲା ନା ଏଇଥର ଦେଖନ୍ତୁ ଇଏ ଥିଲା ଗତକାଲିର ହାଇ। ଆଜି ଆମେ ପୁଣି ଅପେକ୍ଷା କଲେ ସୁଜା ଆଉ ତାକୁ ବ୍ରେକଆଉଟ କର ଆମ ପ୍ଲାନ୍ ଅନୁସାରେ। ତ ଏଇ କ୍ୟାଣ୍ଡେଲ ଗଲା ସଲିଡ ଭାବରେ ଗୋଟେ ସଲିଡ କ୍ୟାଣ୍ଡେଲ ବନେଇକି ଗତକାଲିର ହାଇ ଉପରେ କ୍ଲୋଜ ଦେଇଦେଲା। ମୁଁ ଏବେ ବୁଝିଗଲି ଯେ ମୋର ଆଜିର ପ୍ଲାନ୍ ଆକ୍ଟିଭେଟ ହେଇଗଲା। ମାନେ ଗତକାଲିର ଯାହା ପ୍ଲାନ୍ ଥିଲା ଆଜିର ସେଇ ଅନୁସାରେ ଏକ୍ଜିକ୍ୟୁସନ କରିବା ପାଇଁ ମତେ ମିଳିଗଲା। ତ ମୁଁ କଣ କଲି, ତ କଣ ହେଲା ମୁଁ ଏବେ ଅପେକ୍ଷା କଲି ୟାର ବ୍ରେକଆଉଟ କୁ। ବ୍ରେକଆଉଟ ହେଇଗଲା। ବ୍ରେକଆଉଟ ହେଲା ପରେ ଯୋଉ ଲାଇନ କୁ ସେ ବ୍ରେକଆଉଟ କରିକି ଯାଇଥିଲା ମାନେ ଗତକାଲିର ହାଇ ଆଉ ଆଜିର ଯୋଉଟା ଫାଷ୍ଟ 15 ମିନିଟର ହାଇ, ତାକୁ ସେ ବ୍ରେକଆଉଟ କଲା। ବ୍ରେକଆଉଟ କଲା ପରେ ରିଟ୍ରେସ କଲା ପରେ ସେ ଉପରକୁ ଗଲା। ତ ମୁଁ ଏବେ କଣ ଆପଣଙ୍କୁ ଦେଖାଉଛି, ମତେ ବି ସେମ ଜିନିଷ ଦେଖାହେଲା। ଏଇଠୁ ଗଲା ପରେ ଏଇଠି ଆସିଥିଲା, ଏଇଠୁ ପୁଣି ତାକୁ ବ୍ରେକଆଉଟ କଲା ତ ଗୋଟେ ନୂଆ ହାଇ ସେ କ୍ରିଏଟ କଲା। ଏବେ ଏଇଠୁ ପୁଣି ତଳକୁ ଆସିଲା, ତାକୁ ଯେତେବେଳେ ବ୍ରେକଆଉଟ କଲା ଏଇଠି ଆଉଥରେ ନ୍ୟୁ ହାଇ ବନେଇଲା। ଏଇଥର ଯେତେବେଳେ ସେକେଣ୍ଡ ଟାଇମ ସେ ସେଇଠିକୁ ଆସିଲା, ମୁଁ କଣ କଲି ମୋର ପୋଜିସନ ପ୍ଲାନ୍ କଲି ଯେ ଦେଖନ୍ତୁ ବ୍ରେକଆଉଟ ତ କରିଥିଲା, ଏଇ ରିଟ୍ରେସମେଣ୍ଟ ରେ ସେ ଆଉଥରେ ମତେ ଦର୍ଶାଇଲା ଯେ ହାଇ ଅଛି। ପୁଣି ଯେତେବେଳେ ଏଇଠିକି ଆସିଲା ସେ ଏଇଠି ମୁଁ କଣ ପ୍ଲାନ୍ କଲି ନା ଗୋଟେ ମତେ ବୁଲିଶ ପାଟର୍ନ ଦରକାର ଯାହା ଉପରେ ମୁଁ ଏଣ୍ଟ୍ରି କରିପାରିବି। ଆଜି ଯେତେବେଳେ ଆପଣ ଦେଖିବେ ଯେ ଇଚ୍ ଟାଇମ ଦେଖନ୍ତୁ ଏଇଠି ଗୋଟେ ସେ ଟ୍ରେଣ୍ଡ ଲାଇନ ବ୍ରେକ୍ କରି ଯାଇଥିଲା, ଏଠି ବି ଗୋଟେ ପାଖାପାଖି ସେଭଳିଆ ଟ୍ରେଣ୍ଡ ଲାଇନ। ଏଇଠି ଦେଖନ୍ତୁ ଏତେ ସାର୍ପ ଫଲ ହେଇଥିଲା, ମୁଁ ଭାବିଲି ଯେ ସାର୍ପ ରିକଭରି ବି ହବ ଆଉ ସମାନ ହିଁ କଲା। ତ ଏଇଠି ମୁଁ କଣ କଲି ଗୋଟେ ଏମିତି ଲାଇନ ପକେଇକି ବସିଲି। ଯେତେବେଳେ ସେଠି ଗୋଟେ ବୁଲିଶ କ୍ୟାଣ୍ଡେଲ କ୍ଲୋଜ ଦେଲା, ମୁଁ ଆଉ ଟିକେ ବଡ କରି ଦେଖିବାକୁ ଚାହୁଁଛି। ଯେତେବେଳେ ବୁଲିଶ କ୍ୟାଣ୍ଡେଲ କ୍ଲୋଜ ଦେଲା ଏଇଠି, ଏଇଠି ଦେଖନ୍ତୁ ଏଇ ବୁଲିଶ କ୍ୟାଣ୍ଡେଲ କ୍ଲୋଜ ଦେଲା ଆଉ ମୋ ଏଣ୍ଟ୍ରି ଆକ୍ଟିଭେଟ ହେଇଗଲା। ଛୋଟ ଏସଏଲ ଅଛି, ସ୍କାଲ୍ପିଂ ପାଇଁ ବଢିଆ। ମୁଁ ଭାବିଲି ଯେ ଆଟଲିଷ୍ଟ ଇଏ ତ ୟା ହାଇ କୁ ଯିବ, କିନ୍ତୁ ସେ ସିଧା କନଷ୍ଟାଣ୍ଟ ଚାଲିଲା ଆଉ 1:3 ମତେ ଦେଇଦେଲା। ଫାଷ୍ଟ ଟ୍ରେଡ ମୋର ଡନ୍। କୋଉ ବେସିସ ରେ ନେଲି ବୁଝିଗଲା। ଏବେ ସେକେଣ୍ଡ ଟ୍ରେଡ ପାଇଁ ମୁଁ ପୁଣି ଅପେକ୍ଷା କଲି ଯେ ଆଜି ସେ ପୁଣି ଆଉଥରେ ଆସୁ। ଏବେ ତାହେଲେ କଣ କଲା ନା ୟାର ହାଇ କୁ ସେ ବ୍ରେକ୍ କଲା, ୟାକୁ ହାଇ করে ନ୍ୟୁ ହାଇ ଏଠି ବନେଇଲା। ନ୍ୟୁ ହାଇ ବନେଇଲା ପରେ ସେ ପୁଣି ୟାର ଗୋଟେ ରେଞ୍ଜ ବନେଇକି ତାକୁ ବ୍ରେକ୍ କଲା, ପୁଣି ଉପରକୁ ଗଲା। ଏବେ ଯେ ପର୍ଯ୍ୟନ୍ତ ସେ ଆଉଥରେ ଆସିନି ମୁଁ ସେ ପର୍ଯ୍ୟନ୍ତ ଟ୍ରେଡ କରିବିନି, ଅପେକ୍ଷା କରି ମୁଁ ବସିଲି। ଏବେ 3 ମିନିଟ ଟାଇମ ଫ୍ରେମ ରେ ମୁଁ ଆପଣଙ୍କୁ ଦେଖଉଛି ଇଏ କଣ କଲା। ଦେଖନ୍ତୁ ଏଠି ଯେତେବେଳେ ସେ ପୁଣି ଗଲା, ସେ ଯେମିତି ଆଜି ଆଜି ଦେଖନ୍ତୁ ଏଇଟା ଗୋଟେ ଟ୍ରେଣ୍ଡ ଲାଇନ ଭଳିଆ, ଏଇଠି ଗୋଟେ ଆଉ ଥରେ ବି ମତେ ସେଇଭଳିଆ ଅପେକ୍ଷା କରିବାକୁ ପଡିଲା। ଅପେକ୍ଷା କରିବାକୁ ପଡିଲା ଯେତେବେଳେ ମତେ ଏଇଠି ସେ ଆଉ ଥରେ ଏଣ୍ଟ୍ରି ଦେଲା। ଦେଖନ୍ତୁ ଏଇଠି ଯେତେବେଳେ ଏଣ୍ଟ୍ରି ଦେଲା, ଏଣ୍ଟ୍ରି ଦଉ ଦଉ ସେ ମୋର କଣ ପ୍ଲାନ୍ ହେଲା ନା ଏଇଠି ୟା ତଳେ ମୋ ଏସଏଲ 1:2 1:3 ରେ ମୁଁ ନେବି। କିନ୍ତୁ ମୁଁ କଣ କଲି ନା ଏଇଠୁ ଏଇଠିକୁ ନେଇକି ଫିବୋନାଚି ଡ୍ର କରି ଦେଖିଲି ଯେ ଏଇଟା ଗୋଟେ ଆଉ ଏଇଟା ଗୋଟେ ମୋର ଦିଟା ପ୍ରଫିଟ ବୁକିଂ ଲେବୁଲ ଆସୁଛି। ତ ମୁଁ ଏଇଠି ଯେତେବେଳେ ପଶିଲି, ମୁଁ ଅଲରେଡି ଆମ ଗ୍ରୁପରେ ଲେଖିକି ଦେଇ ଦେଇଥିଲି ଯେ ଦେଖନ୍ତୁ ଏଇଠି ଆସିଛି କଣ ଲେବୁଲ୍ସ ଅଛି ପ୍ରଫିଟ ବୁକିଂ ଲେବୁଲ। ସେଠି ଆପଣ ଦେଖନ୍ତୁ 24,580 24,590 ଦିଟା ଯାକ ଲେବୁଲ ଅଛି। ଆପଣ ବି ଚାହିଁଲେ ଏଥିରେ ଜଏନ କରିପାରିବେ ଏଇ ଗ୍ରୁପରେ। ତଳେ ଡେସ୍କ୍ରିପସନରେ ଲିଙ୍କ ଅଛି, ସେ କମ୍ପ୍ଲିଟଲି ଫ୍ରି। ଆପଣ ଆସିଲେ ଜଏନ କରିପାରିବେ, କିଛି ଅସୁବିଧା ନାହିଁ।
ତେଣୁ ଦେଖନ୍ତୁ ଯେତେବେଳେ ସେଇଠି ଆପଣ 12:26 ରେ ମୁଁ କହିଲି, ତାପରେ ଆମେ ଜାଣିଦେଲୁ ଯେ ଠିକ ଅଛି ଆଜି ତ ମୋର ଏସଏଲ ନେବି ଯଦି ଏଇଠି ନେବି, ଟାର୍ଗେଟ ନେବି ଯଦି ଏଇଠି ନେବି। ତ ଫାଷ୍ଟ କଣ କଲା, ଇଏ ଧୀରେ ଧୀରେ ବହୁତ ଟାଇମ ସ୍ପେଣ୍ଡ କରି କରି ବୁଝୁଛି ଆଜି ଏକ୍ସପାୟରି ଥିଲା, ଯୋଉମାନଙ୍କର ଅପସନ ବାଇଂ ଥିବ ଟିକେ ଟେନସନ, ବଟ୍ ଅପସନ ସେଲିଂ ପାଇଁ କଣ ନା ଏଠି ଦେଖନ୍ତୁ ଫାଷ୍ଟ ଗଲା ଜଣେ ଲୋକ 50% ଟାର୍ଗେଟ ଦେଇଦେଲା, ସେ ପୁଣି ଆସିକି ତାର ଏଣ୍ଟ୍ରି ତଳକୁ ପଳେଇଲା। ଯୋଉମାନେ ଟ୍ରେଲିଂ ଏସଏଲ କରୁଥିବେ ତାଙ୍କର ଏଇଠି ଏସଏଲ ମାନେ ଏକ୍ଜିଟ୍ କରି ଯାଇଥିବେ, ବଟ୍ ଆମେ ଚାହିଁଲୁ କି ଆଜି ହୋଲ୍ଡ କରିବା ପାଇଁ। ଆଉ ତାର ଠିକ 10-15 ମିନିଟ୍ ପରେ ଇଏ ଯାଇକି ସିଧା ଟାର୍ଗେଟ ଦେଇଦେଲା, ଆମର ପ୍ରଫିଟ ବୁକିଂ ଲେବୁଲରେ କାମ ହେଇଗଲା, ଆମର ଏବେ ଟ୍ରେଡ୍ କ୍ଲୋଜ୍। ତ ଆଜି ଦିନରେ ଦୁଇଟି ଟ୍ରେଡ୍, ଦୁଇଟା ଯାକ ସକ୍ସେସଫୁଲ। ମୁଁ ଭାବୁଛି ଆଜିର ଟ୍ରେଡ୍ ଆପଣଙ୍କୁ ଦେଖି ଖୁସି ଲାଗିଥିବ। ବେଶୀ କିଛି କନସେପ୍ଟ ନାହିଁ, କଥା ହେଲା ଯେ ଯେହେତୁ ମାର୍କେଟ ଆଜି ଏମିତି ହାୟର ହାଇ ହାୟର ଲୋ, ହାୟର ହାଇ ହାୟର ଲୋ ଏଭଳିଆ ବନେଇକି ଯାଉଛି, ତ ଇଚ୍ ଟାଇମ୍ ଇଚ୍ ହାଇ କଟିଲା ପରେ ତଳକୁ ସେ ଯେତେବେଳେ ଆସୁଛି, ସେଠି ଆମେ କିଛି ଗୋଟେ ବୁଲିଶ ପାଟର୍ନ ଦେଖିକି ଟ୍ରେଡ୍ କରୁଛେ। ଏତିକି ହିଁ ସିମ୍ପଲ ଜିନିଷ ଥିଲା। କିନ୍ତୁ ଅପସନ ବାଇଂ ପାଇଁ ଯେହେତୁ ଏକ୍ସପାୟରି ଥିଲା, ଟିକେ ଟେନସନ ଥିଲା। ଅପସନ ସେଲିଂ ପାଇଁ କିଛି ଅସୁବିଧା ନାହିଁ, ବହୁତ ଭଲରେ ପ୍ରଫିଟ ଦେଲା। ଠିକ ଅଛି, ଏବେ ଇଏ ଥିଲା ଆଜିର ଆମର ଟ୍ରେଡ୍ ପ୍ଲାନ୍, ମାନେ ଟ୍ରେଡ୍ ଏକ୍ଜିକ୍ୟୁସନ ଯାହା ହେଇଥିଲା। ମୁଁ ଏଇଟା ବି ମାନେ ୟୁଟ୍ୟୁବରେ ବି ଅପଲୋଡ କରିଛି, ଆପଣ ଦେଖିପାରିବେ। ଦ୍ୱିତୀୟ କଥା ହେଲା ଆମେ ଆସନ୍ତା କାଲି ପାଇଁ ଯିବା ଆନାଲିସିସ୍ କରିବା ପାଇଁ। ତା ପୂର୍ବରୁ ମୁଁ ଏଇ ସବୁ ଡ୍ରଇଂକୁ କ୍ଲିୟର କରିଦଉଛି। ଏବେ ଆମେ ଆଉଥରେ ଆରମ୍ଭ କରିବା ଡେଲି ଟାଇମ ଫ୍ରେମର ଆମ ଆନାଲିସିସ୍। ତ ଡେଲି ଟାଇମ ଫ୍ରେମକୁ ଆମେ ଯାଇକି ଦେଖୁଛେ, ଆଜିର କ୍ୟାଣ୍ଡେଲ ଦେଖିଲେ ଯିଏ ଯାହାକୁ ବି ଦେଖିବେ ସେ କହିବ ଯେ କାଲି ତ ନିହାତି ମାର୍କେଟ ବୁଲିଶ ରହିପାରେ, କିନ୍ତୁ ଆମେ ସେମିତି କହିପାରିବାନି ଯେ କାଲି ବୁଲିଶ ରହିବ କି ନାହିଁ, ଯେହେତୁ ଜିଓଗ୍ରାଫିକାଲ ଟେନସନ ଚାରିଆଡେ ଚାଲିଛି। ଏବେ ଦେଖିବା ଯଦି ଆମେ ପ୍ରାଇସ୍ ଆକ୍ସନ ଅନୁସାରେ, ଇଏ ଗତ 4 ଦିନର ଯୋଉଟା ଥିଲା ହାଇ, ଏଇ ଯୋଉ ଲେବୁଲଟା ଯୋଉଟା ଆଜି ବ୍ରେକଆଉଟ କରିକି ଗଲା, ତ ଆମେ ଦେଖୁଛେ ଯେ ଇଏ ତ ମାର୍କେଟରେ ନିହାତି ବାୟର୍ସଙ୍କ ବହୁତ ଷ୍ଟ୍ରଙ୍ଗ ପ୍ରେଜେନ୍ସ ଦେଖାଉଛନ୍ତି। ତେଣୁ ଆମକୁ କଣ କରିବାକୁ ପଡିବ, ଟ୍ରେଣ୍ଡ ଦିଗରେ ଯିବା ପାଇଁ, ଯେହେତୁ ଏମାନେ ସର୍ଟ ଟାଇମ ଫ୍ରେମରେ ଉପରକୁ ଆସୁଛନ୍ତି, ଆମେ କଣ କରିବା, ସିମ୍ପଲ ଆମର ଗୋଟେ ଲଜିକ, ଆମେ ଏଇ ଟପ ରୁ ବଟମ ଯାକେ ଗୋଟେ ଫିବୋନାଚି ଡ୍ର କରିକି ବସିଲେ, ବୁଝିଲା? ତ ଫିବୋନାଚି ଡ୍ର କରିକି ଆମେ ବସିଲେ, ଏବେ ଆମେ ଜାଣିଲେ ଯେ ମାର୍କେଟ କଣ କରିଛି, 0.5 ଉପରେ ବ୍ରେକ୍ କରିକି 0.6 ପାଖରେ ପାଖାପାଖି ଯାଇକି ପହଞ୍ଚିଲାଣି। ଏବେ ଯେତେବେଳେ 0.6 କୁ ଆପଣ ଦେଖୁଛନ୍ତି, ଏଇଠି ଦେଖନ୍ତୁ, ଏଇଠି ବି ଗୋଟେ ଇଏ କଣ କରିଥିଲା ନା, ଏଇଠୁ ଯୋଉ ଖସିଥିଲା ଏଇଠୁ ବାଉନ୍ସ କରିଥିଲା, ବାଉନ୍ସ କରିକି ଏମିତି ଯାଇଛି। ତାମାନେ ଏଇଠି ଗୋଟେ ଏଇଟା କଣ କରୁଛି, ଏଇ ଲେବୁଲ ସହିତ ଆଉ 0.6 ଲେବୁଲ ସହିତ ଇଏ ଗୋଟେ କମନ ଲେବୁଲ ଅଛି। ତାମାନେ ଏଇଠି ଆମର ଗୋଟେ ଛୋଟ, ଯଦି ସାଇଡୱେଜ ଖୋଲିକି ୟାକୁ ବ୍ରେକ୍ କରୁଛି, ଛୋଟ ସ୍କାଲ୍ପିଂ ପାଇଁ ଆପଣ ଏଇଠୁ ନେଇପାରିବେ 24,800 ପାଖାପାଖି। ଏଇଠି ଯୋଉଟା ଦେଖୁଛି ଆକ୍ଚୁଆଲି କେତେ ଦେଖୁଛି ଦେଖିଦଉଛି, 24,752। ତ 750 ଏବେ ଅଛି 576। ଯଦି 576 ଉପରେ କ୍ଲୋଜ ଦେଇକି ତଳକୁ ଆସେ, ମାନେ ତାହେଲେ ଆମେ ଏଇଠୁ ଏଇ ଉପର ଯାକେ ନେଇପାରିବା ଗୋଟେ ଛୋଟ ଟାଇମ ଫ୍ରେମରେ। ମୁଁ 15 ମିନିଟ୍ ଏହା କରିଦଉଛି, ଆପଣ ବେଶୀ ଭଲରେ ବୁଝିପାରିବେ। ତ 15 ମିନିଟ୍ ଟାଇମ ଫ୍ରେମକୁ ଗଲା ପରେ ଆମେ ଦେଖୁଛେ, 15 ମିନିଟ୍ ଟାଇମ ଫ୍ରେମକୁ ଆମେ ଗଲେ, 15 ମିନିଟ୍ ଟାଇମ ଫ୍ରେମରେ ଆମେ ଦେଖୁଛେ ଯେ ଯଦି ସିଏ ଏଇ ସାଇଡୱେଜ କିମ୍ବା ଗ୍ୟାପ ଡାଉନ ଖୋଲିକି ୟାର ହାଇକୁ ବ୍ରେକ୍ କରୁଛି, ତାହେଲେ ଏଠୁ ଆମେ ଏଇ ଯାଏ ଗୋଟେ ଟ୍ରେଡ୍ ନେଇପାରିବା। ନେକ୍ସଟ କେତେବେଳେ ନେଇପାରିବା, ୟାକୁ ସେ ବ୍ରେକଆଉଟ କରିକି ଯାଉ, ତାପରେ ସେ ରିଟ୍ରେସମେଣ୍ଟ କରିବାକୁ ଏଇଠି ଆସୁ, ଏଇଠି କିଛି ପାଟର୍ନରେ ଆମେ ଉପରକୁ ଯିବା। ବୁଝିହେଲା? ଏତିକି ସିମ୍ପଲ ଅପ୍ ଟ୍ରେଣ୍ଡ ପାଇଁ। ଯଦି ସାଇଡୱେଜ ଖୋଲେ କିମ୍ବା ଗ୍ୟାପ୍ ଅପ୍ ଖୋଲେ, ଯଦି ଗ୍ୟାପ୍ ଅପ୍ ଖୋଲିକି ଆସେ ପୁଣି ବନାଏ, ତାହେଲେ ଆମେ ଯାଇପାରିବା। ଯଦି ଛୋଟ ଗ୍ୟାପ୍ ଅପ୍ କରିକି ରେଞ୍ଜ କରିକି ଏଠି ବ୍ରେକଆଉଟ କରେ, ତାହେଲେ ଆମେ ଯାଇପାରିବା। ତ ଇଏ ଥିଲା ଅପ୍ ପାଇଁ ଟ୍ରେଡ୍। ଏବେ ଆପଣ କହିବେ ଯେ ନେଗେଟିଭ ଟ୍ରେଡ୍ କେତେବେଳେ ବନିବ, ଯେହେତୁ ଆଜି ମାର୍କେଟ ଏତେ ଷ୍ଟ୍ରଙ୍ଗ କ୍ଲୋଜ ଦେଇଛି, ତେଣୁ ଏବେ ନେଗେଟିଭ ଟ୍ରେଡ୍ ବନେଇବା ଏତେ ସହଜ ନୁହଁ। ତେଣୁ ଆମକୁ ପରଫେକ୍ଟ ଦେଖିବାକୁ ପଡିବ ଯେ 15 ମିନିଟ୍ ଟାଇମ ଫ୍ରେମରେ, ଧରନ୍ତୁ ଏଇଠି ସେ ଗଲା, ଆଉ 15 ମିନିଟ୍ ଟାଇମ ଫ୍ରେମରେ ଏଇଠି ଖୋଲିକି ଏଠି 15 ମିନିଟ୍ ଟାଇମ ଫ୍ରେମରେ କିଛି ଏମ୍ ପାଟର୍ନ ଭଳିଆ ବନେଇଲା, ତାହେଲେ ଆମେ ଏଇଠୁ ତଳକୁ ଛୋଟ ସ୍କାଲ୍ପିଂ ହିଁ କରିପାରିବା ଏଇଠୁ ଏଯାଏ। କିମ୍ବା ଯଦି ସିଏ ଏଇ ଟ୍ରେଣ୍ଡ ଲାଇନ ଯୋଉଟା ଏମିତି ବନି ଚାଲିଛି, ଯଦି ସେ ତାକୁ ବ୍ରେକଡାଉନ କରିକି ଏଠି ଗଲା, ଏଠି କିଛି 15 ମିନିଟରେ ପାଟର୍ନ ବନେଇଲା, ତାହେଲେ ଆମେ ତଳକୁ ପ୍ଲାନ୍ କରିପାରିବା। ନହେଲେ ଆଉ କିଛି ନାହିଁ, ଏଇଠି ଅଛି ଗୋଟେ ଗ୍ୟାପ୍, ଇଏ ଯଦି ବହୁତ ଗ୍ୟାପ୍ ଡାଉନ କରିକି ଏଇଠୁ ଏତିକି ଯଦି ଗ୍ୟାପ୍ ଡାଉନ କରିକି କିମ୍ବା ସାଇଡୱେଜ୍ କରିକି ୟାକୁ ବ୍ରେକ୍ ଡାଉନ କରେ, ତାହେଲେ ୟା ତଳେ ଆମେ ନେଗେଟିଭ ପାଇଁ ପ୍ଲାନ୍ କରିପାରିବା। ବଟ୍ ନେଗେଟିଭ ପ୍ଲାନ୍ କରିବା ପାଇଁ ବହୁତ କନଫର୍ମେସନ ଆମକୁ ଦେଖିବାକୁ ପଡିବ, ଅର୍ ଏଲ୍ସ ଆମେ ଏବେ ସେମିତି ଆଖି ବନ୍ଦ କରି ନେଗେଟିଭ ଟ୍ରେଡ୍ ପ୍ଲାନ୍ କରିପାରିବାନି। ତେଣୁ ଆମକୁ ସବୁ ଜିନିଷ ଦେଖିବାକୁ ପଡିବ ଯେ କୋଉଠି ଟ୍ରେଣ୍ଡ ଲାଇନ୍ ସେଟଅପ୍ ବନୁଛି, କି କୋଉଠି ମେଜର ରେଜିଷ୍ଟାନ୍ସ ଅଛି। ତା ପୂର୍ବରୁ ଆପଣ ତାହେଲେ ବୁଝିପାରିଲେ ଯେ ଉପରେ ରେଜିଷ୍ଟାନ୍ସ, ତଳେ ସପୋର୍ଟ କେମିତି ଅଛି। ଗ୍ୟାପ୍ ଡାଉନ କଲେ କଣ ପ୍ଲାନ୍, ଗ୍ୟାପ୍ ଅପ୍ କଲେ କଣ ପ୍ଲାନ୍,
ସାଇଡୱେଜ୍ ଖୋଲିଲେ କ'ଣ ପ୍ଲାନ୍। ଠିକ୍ ଅଛି। ଏବେ ମୁଁ ଆଉ ଥରେ ଆପଣଙ୍କୁ ବଡ଼ ଟାଇମ୍ ଫ୍ରେମ୍କୁ ନେଇକି ଆଉ କିଛି ଜିନିଷ ଦେଖେଇବାକୁ ଚାହୁଁଛି। ଦେଖନ୍ତୁ, ଯଦି ଗ୍ୟାପ୍ ଅପ୍ ବହୁତ ବଡ଼ ହେଇଯାଏ, କାରଣ ଆଜି ଏମିତି ସଲିଡ୍ ଗ୍ରୀନ୍ ବନେଇଛି, ଯଦି ଏ ଉପରେ ଖୋଲେ ଲୋକଙ୍କୁ ଲାଗିବ କ'ଣ ନା ଉପରକୁ ପଳେଇବ, ସେମିତି କହିହବନି, କାରଣ ଏଠି ଆଉ ଗୋଟେ ବି ଗ୍ୟାପ୍ ଅଛି। ତ ମେ ବି ଇଏ ଏଠି ବାଜିକି ତଳକୁ ଆସିପାରେ ଛୋଟ, କିମ୍ବା ଏଠୁ ଯାଇକି ୟାକୁ ବି ରେଜିଷ୍ଟାନ୍ସ ଭଳିଆ କାମ କରିପାରେ। ତ ବାଁ ପଟେ ସବୁବେଳେ ମାନେ ଏଇ ଲେଫ୍ଟ ହ୍ୟାଣ୍ଡ ସାଇଡ୍ରେ ଏଠି ସବୁବେଳେ ରେଜିଷ୍ଟାନ୍ସ ଏବେ ଭରିକି ଅଛି, ଯେହେତୁ ଏଇଟା ସାର୍ପ ଫଲ୍ ହେଇଥିଲା। ଆଉ ମାର୍କେଟ ବି ଦେଖନ୍ତୁ ପୁରା କନଷ୍ଟାଣ୍ଟ ତଳୁ ଏମିତି ବଢି ଚାଲିଛି। ଇୟର ମାର୍କେଟର ଗୋଟେ ନେଚର, ଇଏ ବଢିବ, କିନ୍ତୁ ଆମେ ପରଫେକ୍ଟ ସେଟଅପ୍ ଦେଖିକି ହିଁ ଆମକୁ ଏଣ୍ଟ୍ରି କରିବାକୁ ପଡିବ। ମୁଁ ଭାବୁଛି କି ଆପଣଙ୍କୁ ଜିନିଷ ସବୁ ଧୀରେ ଧୀରେ ବୁଝା ପଡୁଛି। ଠିକ୍ ଅଛି। ୟା ଛଡ଼ା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯଦି ଆପଣଙ୍କର କିଛି ଡାଉଟ୍ ଥାଏ, ଆମର ସବୁବେଳେ ୱିକଲି ଡେଲି ଲାଇଭ୍ କ୍ଲାସ୍ ବି ହେଉଛି, ଦ୍ୟାଟ୍ସ କମ୍ପ୍ଲିଟଲି ଫ୍ରି। ଆପଣମାନେ ଆସିକି ଜଏନ୍ କରିପାରିବେ। ତଳେ ଡେସ୍କ୍ରିପସନ୍ରେ ଚ୍ୟାନେଲର ଲିଙ୍କ୍ ଦିଆହେଇଛି, ଆପଣ ବାସ୍ ଜଏନ୍ ଫଲୋ କରିଦିଅନ୍ତୁ, ଆପଣଙ୍କୁ ସେଇଥିରେ ଲିଙ୍କ୍ ଆସିଯିବ, ଆପଣ ଜଏନ୍ କରିବେ। ଦ୍ୟାଟ୍ସ କମ୍ପ୍ଲିଟଲି ଫ୍ରି ଅଫ୍ କଷ୍ଟ। ତ ଆପଣଙ୍କର ଡାଉଟ୍ କି କିଛି ଆନାଲିସିସ୍ରେ ଡାଉଟ୍ କିମ୍ବା ଆଡ଼ଭାନ୍ସ ଜିନିଷ ଆପଣ ଜାଣିବାକୁ ଚାହୁଁଛନ୍ତି, ସେଠି ଆମେ ୱାନ୍ ଟୁ ୱାନ୍ ଡିସ୍କସନ୍ କରିପାରିବା। କିନ୍ତୁ ମାର୍କେଟ ଏମିତି ଗୋଟେ ଜିନିଷ, ତାକୁ ପ୍ରେଡିକ୍ଟ କରାଯାଏନି, ତାର ଡିରେକ୍ସନକୁ ଦେଖିକି। ଯେମିତି ଆଜି ଆମେ ପ୍ଲାନ୍ କରିଥିଲେ ମାର୍କେଟ ଅପ୍ 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 ଯାଉଥିଲା, ଆମେ ଇଚ୍ ରିଟ୍ରେସମେଣ୍ଟରେ ବୁଲିଶ ପାଟର୍ନ ଦେଖିକି ଏଣ୍ଟ୍ରି କରୁଥିଲୁ। ତ ସିଏ ହିଁ ଆମକୁ କହୁଥିଲା ଯେ ମୁଁ ଉପରକୁ ଯାଉଛି, ତମେ ମୋ ସହିତ ଯାଅ। ବୁଝିଲ? ତ ସେମିତି କ'ଣ ହୁଏ ନା, ଯେବେ ସିଏ ଯେମିତି ଆମକୁ ଦେଖେଇବ ଆମେ ତାକୁ ହିଁ ଫଲୋ କରିବା। ଇଏ ହେଲା ସିମ୍ପଲ ରୁଲ୍। ତ ସେଥିପାଇଁ ଆପଣ ନିଜ କ୍ୟାପିଟାଲକୁ ବଞ୍ଚେଇକି ଟ୍ରେଡ୍ କରିବେ, ମାର୍କେଟର ଏଗେନେଷ୍ଟରେ ଯିବେନି। ମାର୍କେଟ ଯାହା ଆପଣଙ୍କୁ କହୁଛି, ଯାହା ଆପଣଙ୍କୁ ଲାଗୁଛି ଠିକ୍ କଲେ ହବ, ସେତିକି ହିଁ କରିବେ। ଯଦି କୌଣସି କାରଣରୁ ଆପଣ ଭୁଲ ପ୍ରମାଣିତ ହେଇଗଲେ, ଖୁସି ଖୁସି ଷ୍ଟପ୍ ଲସ୍ ଦେଇକି ଆପଣ ମାର୍କେଟରୁ ବାହାରିଯିବେ। ଇଏ ହେଲା ସିମ୍ପଲ ଫର୍ମୁଲା ମାର୍କେଟରେ ବଞ୍ଚି ରହିବାର କୌଶଳ। ତ ମୁଁ ଭାବୁଛି ଆପଣଙ୍କୁ ଆନାଲିସିସ୍ ଭିଡ଼ିଓ ଭଲ ଲାଗିଥିବ। ଆଜି ପାଇଁ ଏ ଭିଡ଼ିଓ ଏତିକି। ପୁଣି ଦେଖାହେବା କାଲିର ଆନାଲିସିସ୍ ଭିଡ଼ିଓରେ। ଧନ୍ୟବାଦ।